ଆଜି ଆମେ ଆଲୋଚନା କରିବା ୱାର୍ 2 ବିଷୟରେ। ଏହି କାହାଣୀ ଆଗକୁ ନିଏ ହିତିକ୍ ରୋଶନଙ୍କ କବିରଙ୍କୁ, ଯିଏ ଏଥିରେ ଏକ ଗୁପ୍ତ ମିଶନ ପାଇଁ ଫେରି ଆସିଛନ୍ତି। ଏବେ ନୂଆ ଅଭିନେତା JR&TR, ଯିଏ ତାଙ୍କ ସ୍ୱତନ୍ତ୍ର ଶୈଳୀ ଓ ତାଙ୍କର ଦ୍ୱାରା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଦେଇଛନ୍ତି। JR&TRଙ୍କ ଏଣିକି ହିନ୍ଦୀ ଡେବ୍ୟୁ ହେଉଛି। ଏଠି ତାଙ୍କର ଡାଇଲଗ୍, ଅଭିନୟ, ଆକ୍ସନ୍ ଦର୍ଶନୀୟ। ଫିଲ୍ମର ଷ୍ଟୋରି ବିଷୟରେ ଚାଲନ୍ତୁ ଜାଣିବା। କବିର ମୃତ ଭାବିଥିବା କବିର ବଞ୍ଚିଯାଏ। ସେ ଏବେ ଗୁପ୍ତ ମିଶନ ନିମନ୍ତେ କାମ କରୁଛନ୍ତି। ନୂଆ ଶତ୍ରୁ NTR। NTR ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ଚତୁର ଦୁଶ୍ମନ ଭାବରେ ଆସନ୍ତି। ସେ ଏକ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ରର ଅଂଶ। କବିର ଏବଂ ତାଙ୍କ ଟିମ୍ ସେ ଦୁଶ୍ମନଙ୍କୁ ବନ୍ଦ କରିବାକୁ ଏକ ଆନ୍ତର୍ଜାତୀୟ ମିଶନରେ ଯାଆନ୍ତି। କବିର ଓ NTR ପାଖାପାଖି ଯୁଦ୍ଧ ହେଉଛି। ଯୁଦ୍ଧ ସେହି ପର୍ଯ୍ୟନ୍ତ ଚାଲିଥାଏ ଯେଉଁଠାରେ ସତ୍ୟ, ବିଶ୍ୱାସ ଓ ଦେଶପ୍ରେମ ପ୍ରଧାନ ଭୂମିକା ନିଏ।